ଯେ ଜଳ ଆମର ଗୋଟିଏ ଅମ୍ଳ ସହ ମିଶିଲେ କିମ୍ବା ଗୋଟିଏ କ୍ଷାର ସହ ମିଶିଲେ କ'ଣ ହୋଇଥାଏ। ତ ପ୍ରଥମେ ଆସ ଆମେ ଅମ୍ଳ କ୍ଷେତ୍ରକୁ ଲକ୍ଷ୍ୟ କରିବା। ତ ଏହା ପାଇଁ ପ୍ରଥମେ ଆମେ ଗୋଟିଏ ବିକରେ 10 ମିଲିଲିଟର ଜଳ ନେବା ଏବଂ ତାପରେ କିଛି ବୁନ୍ଦା ଗାଢ଼ ସଲଫ୍ୟୁରିକ୍ ଏସିଡ୍ ମିଶାଇବା ଏବଂ ବିକଟିକୁ ଘୁରାଇବା ଏବଂ ଏହି ମିଶ୍ରଣକୁ ମିଶାଇବା। ତାପରେ ଯଦି ତୁମେ ସେହି ବିକର ତଳ ଭାଗକୁ ଛୁଇଁବ ତାହେଲେ ତୁମେ ଦେଖିବ ଯେ ତାହା ତୁମକୁ ଗରମ ଲାଗିବ। ତ ଗରମ କାହିଁକି ଲାଗିଲା ନା ଏହି ପ୍ରତିକ୍ରିୟାରେ ଆମର ତାପ ନିର୍ଗତ ହେଉଛି, ଯାହାଫଳରେ କି ଆମକୁ ବିକର ତଳ ଭାଗଟି ଗରମ ଲାଗିଲା। ତ ଯଦି ଏହି ପ୍ରତିକ୍ରିୟାରେ ତାପ ନିର୍ଗତ ହୋଇଥାଏ ତାହେଲେ ଆମେ କହିପାରିବା କି ଏହା ହେଉଛି ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା। ଏବଂ ଦେଖ ଏହି ଜଳ ଯେତେବେଳେ ଗାଢ଼ ସଲଫ୍ୟୁରିକ୍ ଅମ୍ଳ ସହ ମିଶିଥାଏ ସେତେବେଳେ ବହୁ ମାତ୍ରାରେ ତାପ ନିର୍ଗତ ହୋଇଥାଏ। ତେଣୁ ଏହି ମିଶ୍ରଣଟି ଏଣେ ତେଣେ ଛିଟକିଥାଏ ଓ ବେଳେବେଳେ ବିକରଟି ଆମର ଭାଙ୍ଗି ଯାଇଥାଏ ଗରମରେ। ତେଣୁ ଏହି ପ୍ରକ୍ରିୟାଟିକୁ କରିବା ବେଳେ ସାବଧାନତା ଅବଲମ୍ବନ କରାଯାଏ, ନଚେତ୍ ଆଘାତ ମଧ୍ୟ ଲାଗିବାର ସମ୍ଭାବନା ଥାଏ। ଏବଂ ଆମର ଯଦି ଜଳ ଏହି କ୍ଷାର ସହ ପ୍ରତିକ୍ରିୟା କରେ ସେତେବେଳେ ମଧ୍ୟ ଏହିପରି ହୋଇଥାଏ। ତାପରେ ଦେଖ ଏଠାରେ ଆମର ଦୁଇଟି ଜାଗା ନିଆଯାଇଛି, ଦୁଇଟା ଯାକର ଜାଗାର ମାତ୍ରା ଆମର ସମାନ ଅଟେ ଏବଂ ଦୁଇଟି ଯାକ ଜାଗାରେ ଆମେ ବର୍ତ୍ତମାନ କ'ଣ କରିବା ନା ଆମର ସମାନ ଅମ୍ଳ ବା କ୍ଷାରକ ନେବା। ତାପରେ ଏବେ ଲକ୍ଷ୍ୟ କର, ଦେଖ ଆମେ ଦୁଇଟି ଯାକରେ ଆମର ଅମ୍ଳ ବା କ୍ଷାରକ ଆମେ ନେଇଛେ ଏବଂ ଏହି ଜାଗାର ଆମେ ଯଦି ଏକ ନିର୍ଦ୍ଦିଷ୍ଟ ଜାଗାକୁ ଲକ୍ଷ୍ୟ କରିବା, ଧର ଏହି ଜାଗାକୁ ଆମେ ଲକ୍ଷ୍ୟ କରିବା, ଉଭୟ ଜାଗାରେ ଆମେ କ'ଣ ଦେଖିବା ନା ଏହି ଜାଗାରେ ଆମର ନିର୍ଦ୍ଦିଷ୍ଟ ମାତ୍ରାରେ ଆମର H+ ଥିବେ ବା ଆମର OH- ଥିବେ। ସେହିପରି ଏଠାରେ ମଧ୍ୟ ଆମର H+ ଓ OH- ଥିବେ। ଏବଂ ଧର ବର୍ତ୍ତମାନ ଆମର ଉଭୟ ଜାଗାର ସେହି ନିର୍ଦ୍ଦିଷ୍ଟ ଜାଗା ଗୁଡ଼ିକରେ ଆମର H+ ଓ OH- ଆମର ସମାନ ଅବସ୍ଥାରେ ଅଛନ୍ତି, ଯେହେତୁ ଆମେ ସମାନ ପରିମାଣରେ ନେଇଛେ ଏବଂ ସମାନ ଜାଗାକୁ ବି ନେଇଛେ। ଏବେ ଆମେ କ'ଣ କରିବା ନା ଦେଖ ପ୍ରଥମ ଜାଗାଟିରେ ଆମେ କ'ଣ କରିବା ନା ସେଠାରେ କିଛି ମାତ୍ରାରେ ଆମର ପାଣି ମିଶାଇ ଦେବା। ଏବେ କ'ଣ ହେବ ନା ଦେଖ ଏବେ ଆମର ଯେଉଁ ନିର୍ଦ୍ଦିଷ୍ଟ ଜାଗା ଯେଉଁ ଆମେ ପ୍ରଥମେ ନେଇଥିଲେ ଯେଉଁଥିରେ କି ଉଭୟ ଜାଗାରେ ଆମର H+ ବା OH- ଆମର ସମାନ ମାତ୍ରାରେ ଥିଲା, ଏହି ଯେଉଁ ଆମେ ଏବେ ଜଳ ମିଶାଇ ଦେଲେ ସେଇ ଯେଉଁ ନିର୍ଦ୍ଦିଷ୍ଟ ଜାଗାଟି ଆମେ ନେଇଥିଲେ ସେହି ନିର୍ଦ୍ଦିଷ୍ଟ ଜାଗାରେ ବର୍ତ୍ତମାନ ଆମର ସେଇ ଯେଉଁ H+ ଆୟନ ଥିଲା ତା ସହିତ ଏବେ କ'ଣ ହେବ ନା ଆମର କିଛି ଜଳ ବି ମିଶିଯିବେ, ଅର୍ଥାତ୍ ସେହି ଜାଗାରେ ବର୍ତ୍ତମାନ ଆମର ଜଳ ବି ରହିବେ ଏବଂ ଆୟନ ଗୁଡ଼ିକ ବି ରହିବେ। ତ ତାହେଲେ ଆମର ଯେଉଁ ପ୍ରଥମେ ଯେତେବେଳେ ଆମର ଖାଲି H+ ବା OH- ରହୁଥିଲା, ବର୍ତ୍ତମାନ ସେଠାରେ ଆମର ଜଳ ବି ମିଶିକି ରହିବେ। ତ ତାହେଲେ ଏବେ କହିବାକୁ ଗଲେ ଆମେ କହିପାରିବା ଯେ ଦେଖ ଏହି ଭାଗଟିରେ ବର୍ତ୍ତମାନ ଏତିକି ଜାଗାରେ ଯେତିକି H+ ବା OH- ଆୟନ ରହୁଥିଲେ, ବର୍ତ୍ତମାନ ଯେଉଁଠାରେ ଆମେ ପାଣି ମିଶାଇ ଦେଲେ ସେହି ନିର୍ଦ୍ଦିଷ୍ଟ ଜାଗାରେ ବର୍ତ୍ତମାନ H+ ବା OH- ଆୟନର ପରିମାଣ କମିଯିବ। ତ ତୁମେ ଏହାକୁ ଏହିପରି ଭାବେ ବୁଝିପାରିବ କି ନା ଦେଖ ଗୋଟେ ଜାଗାରେ ପ୍ରଥମେ ତୁମେ ଗାଢ଼ ନୀଳ ରଙ୍ଗର ଏକ ପାଣି ନିଅ ଏବଂ ତାପରେ କିଛି ସମୟ ପରେ ସେହି ଜାଗାଟିରେ ବର୍ତ୍ତମାନ ତୁମେ ପାଣିଟିକୁ ମିଶାଅ। ତ ପାଣିଟିକୁ ମିଶାଇବା ପରେ ତୁମେ କ'ଣ ଲକ୍ଷ୍ୟ କରିବ ନା ଯେ ପ୍ରଥମେ ଯେଉଁ ଆମର ଗାଢ଼ ନୀଳ ରଙ୍ଗର ଥିଲା ପାଣିଟି, ଏବେ ଦେଖ ତା'ର ଗାଢ଼ତା ଧୀରେ ଧୀରେ କମିଯାଉଛି ଆମର ଏହି ପାଣିଟିକୁ ମିଶାଇବା ପରେ। ତ ଏହା କାହିଁକି ହେଲା ନା ପ୍ରଥମେ ଯେଉଁ ନୀଳ ବର୍ଣ୍ଣ ଯେଉଁ ଆମର ଏକ ନିର୍ଦ୍ଦିଷ୍ଟ ଜାଗାରେ ରହୁଥିଲା, ବର୍ତ୍ତମାନ ପାଣିଟି ମିଶାଇବା ଫଳରେ ସେହି ନୀଳ ରଙ୍ଗର ମାତ୍ରାଟି ବର୍ତ୍ତମାନ ଆହୁରି ଅନ୍ୟ ଜାଗାକୁ ମାଡ଼ି ଯାଉଛି, ଅର୍ଥାତ୍ ଆମେ କହିପାରିବା ଯେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଆମର ନୀଳ ରଙ୍ଗର ମାତ୍ରା ବର୍ତ୍ତମାନ କମିଯାଉଛି, ଯାହାଫଳରେ କି ଆମର ଯେଉଁ ନୀଳ ରଙ୍ଗର ଗାଢ଼ତା କମିଯାଉଛି। ଠିକ୍ ସେହିପରି ଏଠି ମଧ୍ୟ ଆମର କ'ଣ ହେଲା ନା ଯେଉଁ ଆମେ ଅମ୍ଳ ବା କ୍ଷାରକ ନେଇଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଯେଉଁ ଆମର ପ୍ରଥମେ H+ ଓ OH- ଆୟନ ରହୁଥିଲା ଏବଂ ଜଳଟିକୁ ମିଶାଇବା ପରେ ସେହି ନିର୍ଦ୍ଦିଷ୍ଟ ଜାଗାରେ ଆମର H+ ଏବଂ OH- ଆୟନର ମାତ୍ରା କମିଯାଉଛି। ତ ଏହି ଯେଉଁ ଜଳ ମିଶାଇବା ଦ୍ୱାରା
ଏକ ନିର୍ଦ୍ଦିଷ୍ଟ ଜାଗାରେ ଅମ୍ଳ ବା କ୍ଷାରକର ଆୟନର ପରିମାଣ କମିଯାଏ ତାହାକୁ ଆମର ଲଘୁକରଣ କୁହାଯାଏ ବା ଡାଇଲ୍ୟୁସନ୍ ବୋଲି କୁହାଯାଏ। ଏବଂ ଅମ୍ଳ ବା କ୍ଷାରକ ଲଘୁକୃତ ହେଲା ବୋଲି କୁହାଯାଏ ବା ଡାଇଲ୍ୟୁଟେଡ଼୍ ହେଲା ବୋଲି କୁହାଯାଏ। ତ ତୁମେ ଯେତେବେଳେ ବି ଆଗକୁ ଶୁଣିବ ଯେ ଏହି ପ୍ରତିକ୍ରିୟାଟିରେ କୌଣସି ପଦାର୍ଥକୁ ଡାଇଲ୍ୟୁଟେଡ଼୍ କରାଗଲା ବା ଲଘୁକୃତ କରାଗଲା, ଅର୍ଥାତ୍ ତୁମେ ବୁଝିବ ଯେ ସେଥିରେ ଆମର ଜଳ ମିଶାଗଲା। ତ ଦେଖ, ଗାଢ଼ ଏସିଡ଼ ବା ଗାଢ଼ କ୍ଷାରକ ହାତରେ ପଡ଼ିଲେ ହାତ ଜଳିଯିବାର ସମ୍ଭାବନା ଥାଏ। ତେଣୁ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ଏଗୁଡ଼ିକୁ ବ୍ୟବହାର କରିବା ସମୟରେ।